ବର୍ତ୍ତମାନ ତୃତୀୟ ପଦଟି ଦେଖିବା। ତାଙ୍କର ଶରୀରର ଖାଦ୍ୟପେୟ କଥା ଯେଭଳି ଚିନ୍ତା କରିଛନ୍ତି, ତାଙ୍କର ଶରୀରକୁ କିଭଳି ଭାବରେ ସୁନ୍ଦର କରିବେ, ନଖଠାରୁ ଶିଖ ପର୍ଯ୍ୟନ୍ତର ସୌନ୍ଦର୍ଯ୍ୟର ସ୍ମରଣ କରି ନିଜର ବାତ୍ସଲ୍ୟ ମମତାର ପରିଚୟ ଦେଇଛନ୍ତି। ମାତା ଯଶୋଦା ପଚାରୁଛନ୍ତି କୃଷ୍ଣଙ୍କୁ, ମନେ ପକେଇ ଦେଉଛନ୍ତି ଆଉ ପଚାରୁଛନ୍ତି, ବାନ୍ଧିବି କାହାର କେଶ କୁସୁମେ କରି ସୁବେଶ, କାହା ଲଲାଟରେ ଦେବି ଚିତା। ରେ ଧନ, ରେ ଜୀବଧନ, ମୁଁ କାହାର କେଶକୁ ବାନ୍ଧିଦେବି। ଅର୍ଥାତ୍ ମାତା ଯଶୋଦା ଶ୍ରୀକୃଷ୍ଣଙ୍କର କେଶ ବାନ୍ଧି ଦେଉଥିଲେ। ଖାଲି କେଶକୁ ବାନ୍ଧୁ ନଥିଲେ, କୁସୁମେ କରି ସୁବେଶ, ଫୁଲରେ ମଧ୍ୟ ତାକୁ ସୁନ୍ଦର ଭାବରେ ସୁବେଶ କରୁଥିଲେ, ମଣ୍ଡିତ କରିକି ସୁନ୍ଦର କରି ଦେଉଥିଲେ। କାହା ଲଲାଟରେ ଦେବି ଚିତା, ଲଲାଟରେ ସୁନ୍ଦର ଚିତାଟିଏ ଆଙ୍କି ଦେଉଥିଲେ। ମୁଁ ତୁମକୁ ମାତା ଯଶୋଦା ଶ୍ରୀକୃଷ୍ଣଙ୍କର କୌଣସି ଅଙ୍ଗକୁ ଛାଡ଼ୁ ନଥିଲେ, ସବୁ କିଛିକୁ ସଜେଇକିରି ରଖିବା ପାଇଁ ପସନ୍ଦ କରୁଥିଲେ। କାହା ଲଲାଟରେ ଦେବି ଚିତା, ପ୍ରଥମେ ମୁଣ୍ଡ କୁଣ୍ଡେଇ ଦେଲେ, ତାପରେ ଆଖିରେ କଜଳ ଲଗେଇ ଦେଲେ, ତାପରେ ଲଲାଟରେ ଚିତା ମଧ୍ୟ ଆଙ୍କିଦେଲେ। କାହାର କର୍ଣ୍ଣେ କୁଣ୍ଡଳ, ଖଞ୍ଜିବିରେ ମୋର ବାଳ, କାହା ପାଇଁ କରୁଥିବେ ଚିନ୍ତାରେ ଜୀବଧନ। ତାପରେ କ'ଣ କଲେ ନା, ତାଙ୍କର କାନରେ ସୁନ୍ଦର କୁଣ୍ଡଳ ଦୁଇଟି ପିନ୍ଧେଇ ଦେଲେ, ଆଉ କାହା ପାଇଁ କରୁଥିବି ଚିନ୍ତାରେ ମୁହଁଟିକୁ ସୁନ୍ଦର ଭାବରେ ସଜେଇ ଦେଲା ପରେ ଶ୍ରୀକୃଷ୍ଣଙ୍କର ମୁଖକୁ ଦେଖି ସ୍ନେହରେ ଗଦଗଦ ହୋଇ ପଡ଼ୁଥିଲେ ଆଉ ଗେଲ ବି କରି ପକାଉଥିଲେ। କାହା ପାଇଁ କରୁଥିବି ଚିନ୍ତାରେ ଜୀବଧନ, ଅର୍ଥାତ୍ ଏ ସୁନ୍ଦର ମୁଖକୁ ତିଳେ ମାତ୍ର ନିଜ ପାଖରୁ ଦୂରେଇ ନ ଦେଇ ସବୁବେଳେ ଏଇ ମୁଖକୁ ଦେଖି ସମୟ କାଟିବା ପାଇଁ ଇଚ୍ଛା ମଧ୍ୟ ରଖୁଥିଲେ। କାହା ଅଙ୍ଗୁ ଧୂଳି ଦେବି ପୋଛି, କାହାକୁ ବା ପିନ୍ଧାଇବି କାଛିରେ। ସାଧାରଣତଃ ରାଜପୁତ୍ରମାନେ ଯେ ବାଲ୍ୟ ଅବସ୍ଥାରେ କାଛି ପିନ୍ଧନ୍ତି, ଛୋଟ ପିଲାମାନଙ୍କର ଅଙ୍ଗ ବସ୍ତ୍ରକୁ କୁହାଯାଏ କାଛି। ଆଉ କୃଷ୍ଣ ଯେତେବେଳେ ଧୂଳି ଧୂସର ହୋଇ ଖେଳିକରି ଫେରୁଥିଲେ, ମାତା ଯଶୋଦା ତାଙ୍କର ପଣତ କାନିରେ ତାଙ୍କ ଶରୀରରୁ ଧୂଳି ମଧ୍ୟ ପୋଛି ଦେଉଥିଲେ। ଏସବୁ କୃଷ୍ଣଙ୍କର ମଧୁପୁର ଯିବା ପରେ ଅସମ୍ଭବ ହୋଇପଡ଼ିବ ବୋଲି ମାତା ଯଶୋଦା ଚିନ୍ତା କରୁଛନ୍ତି। ଯେତେବେଳେ ବନେ ଯାଉ ସଙ୍ଗରେ ମୋ ପ୍ରାଣ ନେଉ, ନିମିଷେ ବିଚ୍ଛେଦ ନ ସହଇ। ଏବେ ଯିବୁ ମଥୁରାକୁ, ମୋତେ ସମର୍ପି କାହାକୁ, ଚନ୍ଦ୍ରମୁଖ ନ ଦେଖିଲେ ମୁହିଁରେ ଜୀବଧନ। ଜୀବନ ହାରିବି ଗଣ୍ଡ ଜଳେ, ତୁ ମୋତେ ଅନ୍ତର ହେଲେ ତିଳେରେ। ଏକଥା ମଧ୍ୟ ମାତା ଯଶୋଦା କୃଷ୍ଣଙ୍କୁ କହିଛନ୍ତି ଯେ, ଏକଥା ତୁ ଭୁଲି ଯାଉଛୁ, ଏକଥା ତୋତେ ମନେ ପକେଇବାକୁ ପଡ଼ିବ ଯେ ତୁ ଯେତେବେଳେ ବଣକୁ ଯାଉଥିଲୁ ମଧ୍ୟ ଗାଈ ବାଛୁରୀଙ୍କୁ ସାଙ୍ଗରେ ନେଇକି, ମୋ ଜୀବନଟା ତୋ ସାଙ୍ଗରେ, ମୋ ପ୍ରାଣ ତୋ ସାଙ୍ଗରେ ଯାଉଥିଲା, ଆଉ ମୁଁ ତୋଠୁ ନିମିଷେ ମାତ୍ର, ନିମିଷର ଅର୍ଥ ହେଲା ଟିକିଏ ହେଲେ ତୋଠୁ ବିଚ୍ଛେଦ ସହିକରି ରହିପାରୁନଥିଲି, ଅର୍ଥାତ୍ ତୋଠୁ ଦୂରେଇକିରି ଟିକିଏ ହେଲେ ବି ରହିପାରୁନଥିଲି। ଏବେ ତୁ ମଧୁପୁରକୁ ଯିବୁ, ଯିବା ପୂର୍ବରୁ ମୋତେ କାହା ନିକଟରେ ସମର୍ପଣ କରିଦେଇକି ଯା, ଯିଏକି ତୋର ପ୍ରତ୍ୟେକ କାର୍ଯ୍ୟକଳାପ କରି କରି ମୋତେ ତୋର ଅନୁପସ୍ଥିତିର ଭାବକୁ ପୂରଣ କରିପାରୁଥିବ। କାରଣ ଚନ୍ଦ୍ରମୁଖ ନ ଦେଖିଲେ ମୋର ଦିନ ସରେ ନାହିଁ। ତୁ ମୋ ପାଇଁ କିଛି ଯଦି ବ୍ୟବସ୍ଥା ନ କରିକି ଯାଉ, ତେବେ ମୁଁ ଗଣ୍ଡ ଜଳ ଅର୍ଥ ଗଭୀର ଜଳରେ ଜୀବନ ତ୍ୟାଗ କରିବି, ଆଉ ତୋର ଠାରୁ ମାତ୍ର ଦୂରେଇ କରି ରହିପାରିବି ନାହିଁ। ସର ଲବଣୀ ଅଧାମ, ପକ୍ୱରମ୍ଭା ସୁଧାସମ, ମୁଖେ ଦେଲେ ଥୁ ଥୁ କରି ଫିଙ୍ଗୁ। ଯେତେ ରୂପେ ନାଳିଆଇ, ପରଶୋଇ ବଳିଆଇ, କୋପେ ଉଠି ପାକ ଭାଣ୍ଡ ଭାଙ୍ଗୁରେ ଜୀବଧନ। ଏବେ ଦୂର ହୋଇବ ସେ କଥା, କି ନ କରେ ଦାରୁଣ ବିଧାତାରେ। ରାଜଘରର ଲାଳନ ପାଳନ ହେଉଥିଲେ ଶ୍ରୀକୃଷ୍ଣ, ଆଉ ଯେହେତୁ ଗୌଡ଼ ରାଜା ରୂପେ ନନ୍ଦରାଜା ପରିଚିତ ଥିଲେ, ତେଣୁ ତାଙ୍କ ଘରେ କ୍ଷୀର, ସର, ଲହୁଣୀ, ଅଧାମର ଅର୍ଥ ହେଲା କ୍ଷୀରରୁ ତିଆରି ସ୍ୱାଦିଷ୍ଟ ମିଷ୍ଟାନ୍ନ, ରାବିଡ଼ି ବିଶେଷ ଭାବରେ ଅଭାବ ନଥିଲା। ସେଥିପାଇଁ ଯଶୋଦା ନିଜର ଅଲିଅଳ ପୁତ୍ରକୁ ସବୁଠୁ ସ୍ୱାଦିଷ୍ଟ ଜିନିଷ ଆଉ ବହୁତ ପୌଷ୍ଟିକ ଜିନିଷ ଖାଇବାକୁ ଦେଉଥିଲେ।
କେବଳ ସରଳ କ୍ଷୀର ତିଆରି ସ୍ୱାଦିଷ୍ଟ ଜିନିଷ ନୁହଁ, ତା ସହିତ ପକ୍ୱ ରମ୍ଭା ପାଚିଲା ଫଳମୂଳ ମଧ୍ୟ ଶ୍ରୀକୃଷ୍ଣଙ୍କୁ ଖୁଆଇ ତାଙ୍କର ଶରୀରର ପୌଷ୍ଟିକତା ପ୍ରତି ଧ୍ୟାନ ଦେବା ପାଇଁ ଚେଷ୍ଟା କରୁଥିଲେ, ଯାହାକି ଅମୃତ ତୁଲ୍ୟ ଥିଲା। ପକ୍ୱର ଅର୍ଥ ପାଚିଲା, ରମ୍ଭାର ଅର୍ଥ ହେଲା କଦଳୀ, ସୁଧାର ଅର୍ଥ ହେଲା ଅମୃତ, ଅମୃତ ସମ ଅମୃତ ସମ କଣ କରୁଥିଲେ? ଖାଦ୍ୟ ପଦାର୍ଥ କୃଷ୍ଣଙ୍କ ପାଟିରେ ମାତା ଯଶୋଦା ଖୁଆଇ ଦେଲେ କୃଷ୍ଣ ତାକୁ ଖାଇବେ କଣ? ଥୁ ଥୁ କରି ଫୋପାଡ଼ି ଦେଉଥିଲେ। ନାଳିଆଇ ଅର୍ଥ ହେଲେଇ କରି ଗେଲେଇ କରି ଖୁଆଇବା ପାଇଁ ଚେଷ୍ଟା କରୁଥିଲେ ମାତା ଯଶୋଦା। ଭାଣ୍ଡର ଅର୍ଥ ହେଲା ପାତ୍ର, ପାକର ଅର୍ଥ ହେଲା ରାନ୍ଧିବା। କୋପେ ରାଗରେ କୃଷ୍ଣ କଣ କରୁଥିଲେ? ଥିଲେ ସିନା ମତେ ଖାଇବାକୁ ଦେବ, ନଥିଲେ ନାହିଁ, ନଥିଲେ ମୂଳରୁ ଯିବ, ଏହା କହିକି ଯାଇ ରୋଷେଇ କରା ହୋଇଥିବା ହାଣ୍ଡିଟିକୁ ଭାଙ୍ଗି ଦେଉଥିଲେ। ଦାରୁଣର ଅର୍ଥ ହେଲା ନିଷ୍ଠୁର। ଏବେ ଦୂର ହୋଇବ ସେ କଥା, ଅର୍ଥାତ୍ କୃଷ୍ଣଙ୍କର ଏ ପ୍ରକାରର ଚାଲିଚଳଣି କ୍ରମଶଃ ସେ ମଧୁପୁର ଯିବା ପରେ ମାତା ଯଶୋଦାଙ୍କ ଠାରୁ ଦୂର ହୋଇଯିବ। ଆଉ ନିଷ୍ଠୁର ବିଧାତାର ନିର୍ଦ୍ଦେଶରେ ଏସବୁ ହେଉଛି ବୋଲି ମାତା ଯଶୋଦା ଆଉ ଅନ୍ୟ କିଛି ଉପାୟ ନ ପାଇ ବିଧାତାକୁ ଦୋଷାରୋପ କରିଛନ୍ତି।